ଲଗାଣ ବର୍ଷା ଯୋଗୁଁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଜୟପିଛୁଳା ଗାଁରେ ସୃଷ୍ଟି ହୋଇଛି ଏକ ସଙ୍ଗୀନ ପରିସ୍ଥିତି। ବିଗତ କିଛି ଦିନ ଧରି କ୍ରମାଗତ ବର୍ଷା ହେବା ଫଳରେ ଗାଁର ଅନେକ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଆଜି ଆପଣମାନେ ଦେଖିଥିବେ ଯେ ଜୟପିଛୁଳା ଗାଁକୁ ମୁଁ ଆସିଛି। ମୁଁ ଗୋଟେ ଖବର ପାଇଲି ଯେ ଜୟପିଛୁଳା ଗାଁ ହୁଏତ ଆମ ଦେବଗଡ଼ ଜିଲ୍ଲାରେ ଆଜ୍ଞା କୌଣସି ବଡ଼ ନଈ ନାହିଁ। ନଈରେ ଯେଉଁ ବନ୍ୟା ଆସିଛି, ଲଗାଣ ବର୍ଷା ପାଇଁ ଯେଉଁ ବନ୍ୟା ଆସିଛି ସେ ବନ୍ୟା ନାହିଁ। ଏଠି କିନ୍ତୁ ଦେବଗଡ଼ ଜିଲ୍ଲା ହେଲା ବଣ ପାହାଡ଼ ଘେରା ଦେବଗଡ଼ ଜିଲ୍ଲା। এই ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷାରେ ଆପଣ ଦେଖିପାରୁଥିବେ ମୋ ପଛଆଡ଼େ ଯେଉଁ ଘର ଅଛି, ଇଏ ତ ଗୋଟେ ଆପଣ ନମୁନା ଦେଖୁଛନ୍ତି। ଏମିତି ଦେଖିବାରେ ଗାଁର ପାଖାପାଖି 70ରୁ 80% ଘର ଏମିତି ଜଳମଗ୍ନ ହେଇକି ପଡ଼ିଛି। ତ ୟାକୁ ଆହା କରିବା ପାଇଁ ନା ପ୍ରଶାସନ ନା ସରକାର କେହି ବି ଏଠି ସହଯୋଗର ହାତ ବଢ଼ାଇ ନାହାନ୍ତି। ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନଥିବାରୁ ପ୍ରଭାବିତ ପରିବାରମାନେ ଏବେ ଖୋଲା ଆକାଶ ତଳେ ଚିନ୍ତାରେ ଦିନ କାଟୁଛନ୍ତି। ଘର ଭାଙ୍ଗିଯିବା ସହ ଲୋକଙ୍କର ଆସବାବପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ବିଶେଷ କରି ଗରିବ ଓ ଅସହାୟ ପରିବାରଗୁଡ଼ିକ ଏହି ବିପତ୍ତିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ଏଭଳି ଦୁର୍ଦିନ ସମୟରେ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ପାଖରେ ଠିଆ ହୋଇଛନ୍ତି ବିଶିଷ୍ଟ ସମାଜସେବୀ ଅର୍ଣ୍ଣବ ପଣ୍ଡା ଏବଂ ହିଜ୍ ଟ୍ରଷ୍ଟ। ସେମାନେ ପ୍ରଭାବିତ ପରିବାରଗୁଡ଼ିକୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇ ସହାୟତାର ହାତ ବଢ଼ାଇଛନ୍ତି। ଏହି ସଙ୍କଟ ସମୟରେ ସମାଜସେବୀଙ୍କ ଏଭଳି ପ୍ରୟାସ ବିପନ୍ନ ଲୋକଙ୍କ ମନରେ ସାହସ ସଞ୍ଚାର କରିଛି। ଦେବଗଡ଼ରୁ ରୂପେଶ ଗୁରୁ ଏବଂ ଦିଲ୍ଲୀପ ଖୁଣ୍ଟିଆଙ୍କ ରିପୋର୍ଟ, NTV।